ମାଛ ଖାଇବେ ଆଉ। ଭଲ ଅଛି ନା କି ଖାଉନାହାନ୍ତି ଖାଇବାକୁ, କିଏ ଛୁଆ ଥିଲେ କିଏ ଖାଇଦେବେ, ଖାଇବାକୁ ପାଉନନ୍ତି ଲୋକ ଆକୁ ବୁନ୍ଦି ମୁଢି ଫୋପାଡ଼ିବୁ। କିଏ ଖାଇବାକୁ ଛୁଆ ନାହାନ୍ତି ଆଉ ଯେ କ'ଣ କରିବୁ। ତ ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ, ପ୍ଲସ୍ ତା ସହିତ ବିନ୍ଦାସ ଥିବେ। ତ ପ୍ରଭୁ ଜଗନ୍ନାଥ ଆପଣମାନଙ୍କୁ ଆପଣଙ୍କ ପରିବାରକୁ ସବୁବେଳେ ଭଲରେ ରଖନ୍ତୁ। ତ ସାଙ୍ଗମାନେ, ପାଗଟା କେଉଁଟା ଦେଇଛି ଆପଣ ଦେଖନ୍ତୁ, ଅଲଗା ଟାଇପ୍ର ପାଗ। ମାନେ ପୁରା ଆସିକି 8:30 ବାଜିଲାଣି, ଅନ୍ଧାର କରି ରଖିଛି। କାଲି ଯେଉଁ ଟାଇପ୍ର ଖରା ହେଉଥିଲା ଆଜି ଆଉ ଖରା ଫରା ନାହିଁ। ବର୍ଷା ଟିକେ ଟିକେ ପକଉଛି, ମାନେ ଝିପ୍ 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 ବର୍ଷା ପକଉଛି। ବାତ୍ୟା ହେବାର ଥିଲା, କ'ଣ ହେଉଛି କେଜାଣି। ଏଇ ଦେଖନ୍ତୁ ବର୍ଷା ବି ଟିକେ ଟିକେ ପକଉଛି। କାହିଁକିନା କାହାର କେଉଁ ଚିନ୍ତା, ମୋ ବୋଉର ଖାଲି ଗୋଟେ ଚିନ୍ତା, ବାତ୍ୟା ଆସିବ ତୁ ଆଳୁ ତେଲ ପିଆଜ ଖାଲି କିଣିଆ ବଜାରରୁ। ଆମର ବାତ୍ୟା ହେବ ଠିକ୍ ଅଛି, ଯେତିକି ଗୋଟେ ଲୋକର ଦରକାର ସେତିକି ଆସିବ, ଚଳିବ। ଆମର 3ଟା ଫ୍ୟାମିଲି, ଆମର ଏଇ ଧର 2 ଲିଟର ତେଲ ପଳେଇଲା, ଆମର 8 ଦିନ 15 ଦିନ ପଳେଇଯିବ, କି 10 ଦିନ ପଳେଇଯିବ। ମାନେ ମୁଁ ଜାଣିନି କ'ଣ କେତେ ଦିନ ଯିବ, ତଥାପି 5-7 ଦିନ ପଳେଇଯିବ। ବାତ୍ୟାଟା ହେଲେ ଧର 5-7 ଦିନ ହେବ ନା, ବାତ୍ୟା କ'ଣ ହେଲା ମାସ ମାସ ଧରି ବାତ୍ୟା ହେଉଥିବ। ତ ଏଇଥିପାଇଁ କ'ଣ ମାର୍କେଟରେ ସବୁ ଯେଉଁ ଖୁଚୁରା ବେପାରୀ ସବୁ ତାଙ୍କର ସବୁ ରେଟ୍ ସବୁ ବଢ଼େଇ ଦେଉଛନ୍ତି ପ୍ରବଳ। ତ ଦେଖିବା ବୋଉ କ'ଣ କରୁଛୁ ବର୍ତ୍ତମାନ। ଗାଡ଼ି କାଲି ଧୁଆ ହେଇଥିଲା, ନାସନା ମାସନା ହିଁ ପଡ଼ିଛି, ଧୁଆ ଧୁଇ ହେଇନି ଟୋଟାଲ୍ ଆଉ। ଆରେ 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 ଇଏ କ'ଣ ଗୋଟେ ଜିନିଷ ଦେଖନ୍ତୁ। ଇଏ ଗୋଟେ ଗଛ ଲାଗିଛି ପୁରା ସିଧା ଷ୍ଟ୍ରେଟ୍, କିନ୍ତୁ ଇଏ ଗୋଟେ ଗଛଟା ଇଏ ପୁରା ଡାହାଣକୁ ତେଢ଼େ ହେଇଗଲାଣି। ପୁରା ସେପଟେ ପୋଖରୀ ଅଛି ବୋଲି ପୁରା ଡାହାଣକୁ ତେଢ଼େ ହେଇଯାଇଛି ପୁରା। ଆଗକୁ ଇଏ ଗୋଟେ ରସି ବାନ୍ଧିଦେଲେ ଏଇଠି, ସେଇଠି ପୁରା ଷ୍ଟିକ୍ ହେଇଯିବ। ବାନ୍ଧିବା ରସି କେତେବେଳେ ଫାଙ୍କା ହେଲେ ହେଲେ ଭାଙ୍ଗିଯିବ ଗଛଟା, ସାଡ଼କୁ ଭିତରକୁ ଯାଇଛି କେତେବେଳେ ଗଛଟା ଭାଙ୍ଗିଯିବ। ଇଏ କ'ଣ ବୁନ୍ଦି ଆଉ ମୁଢ଼ି ଫୋପାଡ଼ିବି, ମାଛ ଖାଇବେ ଆଉ। ଭଲ ଅଛି ନା କି ଖାଉନାହାନ୍ତି ଖାଇବାକୁ, କିଏ ଛୁଆ ଥିଲେ କିଏ ଖାଇଦେବେ, ଖାଇବାକୁ ପାଉନନ୍ତି ଲୋକ ଆକୁ ବୁନ୍ଦି ମୁଢି ଫୋପାଡ଼ିବୁ। କିଏ ଖାଇବାକୁ ଛୁଆ ନାହାନ୍ତି ଆଉ ଯେ କ'ଣ କରିବୁ। ପୋଖରୀ ଫୋପାଡ଼ି ଦେ, ମାଛ ଖାଇଯିବେ। ଖାଇବାକୁ ନାହାନ୍ତି, ସେଗୁଡ଼ା କ'ଣ ହବ। ବାତ୍ୟା ହେବ ତେଲ କେତେ ଆଣିଛୁ? ବାତ୍ୟା ହେବ ତେଲ କେତେ ଆଣିଛୁ? ତେଲ 6 ଲିଟର ଆଣିଛି। ଏକୁଟିଆ ଯଦି 6 ଲିଟର 3ଟା ଲୋକ ଜାଣିବୁ, 6 ଲିଟର କେତେ ଦିନ ଖାଇବେ ଆମେ? ଆଉ ଆଣିବି ନା କ'ଣ? ନା ওটা କଥା କହୁଛି, ବାତ୍ୟା ହେଲେ କେତେ ଦିନ ହେବ? ଅନୁମାନ ମାସେ ଖଣ୍ଡେ ବାତ୍ୟା ହେବ ନା, କେତେ ଦିନ ହେବ? 2 ଦିନ କି 1 ଦିନ। ଆମେ 6 ଲିଟର ନେଲୁ, ଲୋକ ଯେଉଁ ଲୋକ ସବୁ ସିଏ ସେମିତି 5 ଲିଟର 6 ଲିଟର ପୁଳା ପଳା ନେବେ। ମାର୍କେଟ ସବୁଠୁ ସର୍ଟ ପଡ଼ିବ ଏକାଥର। ତାପରେ ସବୁଠୁ କ'ଣ ରେଟ୍ଟା ଅଧିକ ରେଟ୍ରେ ବିକ୍ରି ହେବ ନା? ଏଟା ବଦମାସ ପୁରା। ଅଧିକ ରେଟ୍ରେ ବିକ୍ରି ହେବ ନା କମ୍ ରେଟ୍ରେ ବିକ୍ରି ହେବ? ଅଧିକ ରେଟ୍ରେ ବିକ୍ରି ହେବ। ଜମା ଯେତିକି ଦରକାର ସେତିକି ପୁଳା ଆଣିଲେ ମାର୍କେଟରେ ସର୍ଟ ହେବ, କିନ୍ତୁ ଅଧିକ ପଇସାରେ ବିକ୍ରି ହେବ। ଏଇ ବର୍ଷା ପକେଇଲାଣି ଦେଖ। ଯେ ପକେଇଦେ ଆଜି କ'ଣ ଆଜି ତ ସାଧା ଅଛି ନାଇଁ? ମୁଁ ସେ ଘରେ ଶୋଇଲା ବୁଝିଲୁ, ମୁଣ୍ଡ ପୁରା ବିନ୍ଧା ହେଉଛି ପ୍ରବଳ ଜୋରେ ପୁରା। ମେଡ଼ିସିନ ସବୁଦିନ ଖାଇବା କାମ ନୁହଁ। ଏସି ଲଗଉନି ବା, ଲଗଉନି, କିନ୍ତୁ ତଥାପି ଥଣ୍ଡାଟା ରହୁଛି ମୋର। ଏଇ ଥଣ୍ଡା ପିଉଛି ବୋଲି ସେଇଥିପାଇଁ ବୋଧେ ନାଇଁ, ମୁଁ କୋଲ୍ଡ ଡ୍ରିଙ୍କ୍ସ ଯେଉଁ ପିଉଛି ସେଇଥିପାଇଁ ବୋଧେ ଥଣ୍ଡା ପ୍ରବଳ ଜୋରେ ହେଉଛି, ଛାଡ଼ୁନି ଟୋଟାଲ୍। ଗାଧେଇ ପଡ଼ିବି, ଏଇ ଯେଉଁ ଥଣ୍ଡା ଧରିଛି ମୁହଁ ଫୁଲି ଅଛି, ଗାଧେଇ ପଡ଼ିବି। ଏଇ ଗଛଟା ବାନ୍ଧିବା ବୁଝିପାରୁଛୁ, ଏ ଗଛଟା ଏଠି ବାନ୍ଧିବା। ପାଗଟା ଏଇଗୁଲା କରୁଛି, ବର୍ଷା ଫର୍ଷା ପ୍ରବଳ ଜୋର ହବ ନାଇଁ? ସମ୍ଭାବନା ନୁହଁ, ହବ। ଆସିଲୁ ଟିକେ, ଆजा ଆଇडिया ନେଇଯା, ଆ ଡାକୁଛି ଆସୁନୁ ଓଇ, ଏଠିକି ଆ। ପୁରା ଅଳସୁଆ ହେଇଗଲା ପୁରା ବୁଝିପାରୁଛୁ। ଆସେ। ସେ କାଳିଆ ଟାଇମ୍ରେ ଠିକ୍ ତାର ଥିଲା, ଥରେ ଡାକିଲେ ପଳେଇ ଆଉଥିଲା, ଆମେ ଡାକିଲାକୁ ଶୁଣୁନି, ପୁରା ମଗରା ପୁରା କରି। ଏଇଠି ଗାଈ ପୁରା ମଗରା। କ'ଣ ଲବେଲି କାଇଁ ଆମର ଗୋଟେ ପିଜୁଳି ଗଛ ଅଛି, ପତ୍ର ନାଲି, ଗଛ ନାଲି, ପୁରା ସବୁ ନାଲି ପୁରା କରି। ଏ କଳା କଳା ଦେଖ, ଯୋଉଟା ନାଲି ଗୁଡ଼ା କିନ୍ତୁ
ଏ ଛୁଆ ଗୁଡ଼ାକ ସବୁ ଇଏ କରିଦେବେ ବୋଲି ମୁଁ ତାକୁ ସବୁବେଳେ ପାଇଁ ଆକୁ କ'ଣ କରୁ ଜାଳିବାକୁ ନା କ'ଣ? ନା ମ ଆଉ କ'ଣ କରିବୁ? ଗ୍ୟାସ୍ ରୋଷେଇ ସେଗୁଡ଼ା ଆଉ ଇଏ ପୁଣି କ'ଣ ହବ? ଗଛରେ ଦିଆଯିବ। ଓହୋ କ'ଣ ହେବ ନା ପାଳ ନାଲି ବିଜୁଳି ହଁ। ତାକୁ ବାନ୍ଧିକି ମୁଠେଇକି ରଖିବା। ତ ଠିକ୍ ଅଛି ବର୍ଷା ଟିକେ ଟିକେ ପକେଇଲାଣି ଆରି ଭିତରେ ଦୋକାନ ପଳେଇଯା ନହେଲେ ଜୋର ବର୍ଷାକୁ ଯାଇ ହେବନି। ଯୋଉଟା ପକ୍କା କ'ଣ ପିମ୍ପୁଡ଼ି ପ୍ରବଳ ଏଠି ବୁଝିପାରୁଛୁ ରାମାଚିନି। ତ ମୁଁ ବି ସକାଳୁ ଖାଇନି କିଛି କାହିଁକିନା ମୁଁ ସକାଳୁ ଏମିତିରେ ଖାଏନି ବାଟୁଟେ ଯେଉଁ ନେଇ ପଳେଇବା କି ଜଳଖିଆ ନେଇ ପଳେଇବା ନେଇକି ଖାଇଦେବା। ତ ଠିକ୍ ଅଛି ବର୍ତ୍ତମାନ ସିଧା ଯିବା ଦୋକାନକୁ। ତ ଫାଇନାଲି ଏବେ ଆସି ଦୋକାନରେ ପହଞ୍ଚିଲି। ଭୋକ ବି ପ୍ରବଳ ଜୋର କରୁଥିଲା ମୁଁ ସକାଳୁ କେବେ ଖାଇନି ଆପଣମାନେ ଭଲସେ ଜାଣିଛନ୍ତି। ତ ବାଟରୁ ଆସିଲା ବେଳେ ଜଳଖିଆ 20 ଟଙ୍କା ନେଇ ଆସିଛି ଜଳଖିଆଟେ ଖାଇଦିଏ କାହିଁକିନା ଭୋକ ଲାଗିଲାଣି କାହିଁକିନା ମେଡ଼ିସିନ ମୋତେ ଖାଇବାର ଅଛି। ତ ଏଇ ହେଉଛି ଆଜିର ବ୍ଲଗ୍। ଆଜି ଆଉ ଗୋଟେ କଥା କ'ଣ ମଣ୍ଟୁ କଲ୍ ବି କରିଥିଲି କିନ୍ତୁ ମଣ୍ଟୁ ପହଞ୍ଚିଲା ନାହିଁ। ମଣ୍ଟୁ ମେ ବି ପହଞ୍ଚିନି କାହିଁକିନା ସେ କଲ୍ ରିସିଭ୍ କଲାନି ବୋଧେ ବ୍ୟସ୍ତ ଅଛି କ'ଣ କରୁଛି। ତାପରେ ଆଉ ଗୋଟେ କଥା କ'ଣ ଟ୍ରେନ୍ରେ ଗଲାବେଳେ ସେଠି ନେଟୱାର୍କ ଟିକେ ସ୍ଲୋ ଥାଏ ପ୍ରାୟ ଜାଗାରେ ନେଟୱାର୍କ ଥାଏ କେଉଁ ନେଟୱାର୍କ ନଥାଏ। ତ ମଣ୍ଟୁ କଲ୍ ରିସିଭ୍ କଲାନି କ'ଣ ପାଇଁ ମୁଁ କହିପାରିବିନି ବୋଧେ ଫୋନ୍ ଦେଖିନି କି ଶୋଇପଡ଼ିଛି କ'ଣ ଆଉ କାରଣ ଯେହେତୁ ଟ୍ରେନ୍ରେ ଗୋଟେ ଦିନ ସକାଳେ ବସିଗଲାଣି ଟାୟାର୍ଡ଼ ହେଇଯାଇଥିବ ଶୋଇପଡ଼ିଛି ବୋଲି ଫୋନ୍ ରିସିଭ୍ କରୁନି। ମୁଁ ଆଉ ଥରେ ଟ୍ରାଏ କରିବି ମଣ୍ଟୁ ଭଲସେ ପହଞ୍ଚିଲା ନାହିଁ ସେଇଟା ଆପଣମାନଙ୍କୁ ନିହାତି ଜଣେଇବି। ତ ଠିକ୍ ଅଛି ଆଜିର ଥିଲା ଏତିକି ବ୍ଲଗ୍। ଆଉ ଗୋଟେ କଥା ସମସ୍ତେ ପଚାରୁଛ ଯେ କି ମୋ ଭାଇର କ'ଣ ହେଇଥିଲା କ'ଣ ନାହିଁ କେମିତି ସୁସାଇଡ଼ କଲା କ'ଣ ସେ ବିଷୟରେ ମୁଁ ଡିଟେଲ୍ ଆଉ ଗୋଟେ ଭିଡ଼ିଓରେ ଆଣିବି ଆପଣମାନେ ଡିଟେଲ୍ ଦେଖିବେ ତାପରେ କହିବେ ଲଭ୍ ମ୍ୟାରେଜ୍ଟା କେତେ ଦୂର ଠିକ୍ କେତେ ଦୂର ଭୁଲ ସେଟା ଆପଣମାନେ ଜଣେଇବେ। ଆଉ ଯେଉଁମାନେ ମୋତେ ପଚାରୁଛନ୍ତି ଯେଉଁ ଭାଇମାନେ ଭଉଣୀମାନେ ପଚାରୁଛନ୍ତି ଭାଇ ଲଭ୍ ମ୍ୟାରେଜ୍ କ'ଣ ପାଇଁ କରିବନି ତ ମୋ ସବୁ ମାନେ ଡିଟେଲ୍ ଷ୍ଟୋରି ସବୁ କହିସାରିଲା ପରେ ଆପଣମାନେ କହିବେ କି ଲଭ୍ ମ୍ୟାରେଜ୍ଟା କରିବା ମୋ ପାଇଁ ଠିକ୍ କି ଭୁଲ ଆପଣମାନେ ସିଲେକ୍ଟ କରି କହିବେ। ଯଦି କହିବେ ଲଭ୍ ମ୍ୟାରେଜ୍ଟା ଠିକ୍ ତ ଠିକ୍ ଅଛି କାହାକୁ ଗୋଟେ ଲଭ୍ କରି ମ୍ୟାରେଜ୍ କରିଯିବା। ତ ଏଇଆ ହେଉଛି କଥା। ତ ଆଜିର ବ୍ଲଗ୍ ଏତିକି ଥିଲା। ଯଦି ଭିଡ଼ିଓଟା ଆପଣମାନେ ଭଲ ଲାଗିଛି ଦୟାକରି ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ପୁଣି ଦେଖା ହେବା ଆଉ ଗୋଟେ ମୋବାଇଲ ଆଉ ଫ୍ରେଶ୍ ଭିଡ଼ିଓରେ କାଳିଆ ଭିଡ଼ିଓରେ। ତ ବିଦାୟ ଦିଅନ୍ତୁ ଜୟ ଜଗନ୍ନାଥ।